ଭାରତ ବର୍ଷର ଜୀବନଦାତା ବାବା ସାହେବ ଆମ୍ବେଦକରଙ୍କର ଜନ୍ମ ଜୟନ୍ତୀ 136ତମ ଜନ୍ମ ଜୟନ୍ତୀକୁ ପ୍ରଥମ ଥର କରି କୋଣାର୍କର ଆଞ୍ଚଳିକ ଯେତେ ଗୁଡେ ବିଷୟ ଅଛି ଆଉ ଯେତେ ଗୁଡେ ଗ୍ରାମ ପଞ୍ଚାୟତ ଅଛନ୍ତି ସମସ୍ତେ ବାବା ସାହେବ ଆମ୍ବେଦକରର ସମସ୍ତଙ୍କୁ ନମସ୍କାର। ମିଡିଆ ମାଧ୍ୟମରେ ମୁଁ ପୋଡ଼ାଗଡ଼ ଜୟ ଭୀମ ତଥା ଆମ୍ବେଦକର ଆର୍ମି ତରଫରୁ ମୁଁ ସମସ୍ତଙ୍କୁ ଏହି 136ତମ ଆମ୍ବେଦକର ଜୟନ୍ତୀରେ ଅନେକ ଶୁଭେଚ୍ଛା ଅଭିନନ୍ଦନ ଜଣାଉଛି। ନିଶ୍ଚିତ ଭାବେ ମୁଁ ଗୋଟେ ଦଲିତ କମ୍ୟୁନିଟିରୁ ମୁଁ ବିଲଙ୍ଗ କରୁଛି। ଡକ୍ଟର ଭୀମରାव ଆମ୍ବେଦକରଙ୍କର ଆଜି 136ତମ ଜନ୍ମ ଜୟନ୍ତୀ। ନିଶ୍ଚିତ ଭାବେ ଏ ଅଞ୍ଚଳର ଦଳିତ ଯୁବକ ମାନେ ବହୁତ ଉତ୍ସାହ ଆଗ୍ରହ ଅଛନ୍ତି, ଯେହେତୁ ଆମର ଦଳିତ କମ୍ୟୁନିଟି ଗୋଟେ ଏ ପୃଥିବୀର ସବୁଠୁ ସର୍ବବୃହତ ସମ୍ବିଧାନକୁ ଲେଖି ଏ ଦେଶର ଆଜି ଯାଏଁ 1947 ମସିହାରେ ଯେତେବେଳେ ଦେଶ ସ୍ୱାଧୀନ ହେଲା, 1950 ମସିହାରେ ତାଙ୍କର ସମ୍ବିଧାନକୁ ସେ ଦେଇଥିଲେ, ଉତ୍ସର୍ଗ କରିଥିଲେ ଏବଂ ସେଇ ସମ୍ବିଧାନ ହିସାବରେ ହିଁ ଏଇ ଭାରତ ଦେଶ ଚାଲିଛି। ଯେହେତୁ ଗୋଟେ ଦଲିତ କମ୍ୟୁନିଟିର ଲୋକ, ତାଙ୍କୁ ଯୋଉ ପ୍ରକାର ପ୍ରାୟୋରିଟି ଦବା କଥା ଦଳିତ ଲୋକ ବୋଲି ଦିଆଯାଉନି, ସେଥିପାଇଁ ଦଳିତ ଯୁବକ ମାନେ ବହୁତ ଉତ୍ସାହ ଆଗ୍ରହ, ଯେହେତୁ ତାଙ୍କର ଜନ୍ମ ଜୟନ୍ତୀକୁ ଆମେ ଆଡମ୍ବର ସହିତ ପାଳନ କରିବୁ। ଯେହେତୁ ଏ ବର୍ଷ ଆରମ୍ଭ ହେଲା, ଆଗାମୀ ଦିନରେ ତାଙ୍କର ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପିତ କରାଯିବ ଏବଂ ଆମ୍ବେଦକର ଜୟନ୍ତୀକୁ ମହା ଆଡମ୍ବର ସହିତ ପାଳନ କରିବା ପାଇଁ ଏ ଅଞ୍ଚଳର ସମସ୍ତ ଦଲିତ ଯୁବକ ମାନେ